2 ବର୍ଷ ହେଲା ବିଜେପିର ସରକାର ଉଡ଼ିଲାଣି। ସେମାନେ ବିଭିନ୍ନ ଜାଗାରେ ବାହା ବାହା ମାରୁଥିଲା ବେଳେ ବିଭିନ୍ନ ସଭା ସମିତି ଗଣମାଧ୍ୟମରେ ବିଭିନ୍ନ ସେମିନାର୍ସ ମାନଙ୍କରେ ବାହା ବାହା ମାରୁଥିଲା ବେଳେ ବା ଡିମଡୁମ ପିଟୁଥିଲା ବେଳେ ପ୍ରକୃତ ସତ୍ୟ ସେୟା ନୁହେଁ, ପ୍ରକୃତ ତଥ୍ୟ ସେୟା ନୁହେଁ। ଆପଣ ଦେଖିବେ, ମୋ ରାଜସ୍ୱ ବିଭାଗର କଥା କହିବାକୁ ଚାହେଁ। ରାଜସ୍ୱ ବିଭାଗ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଏବଂ ରାଜସ୍ୱ ବିଭାଗ ଲୋକଙ୍କର ଜୀବନ ଜୀବିକା ସହିତ ସଂଶ୍ଳିଷ୍ଟ। ଆମେ ଯୋଉ ଜାଗାରେ ଘର କରି ବସୁଛୁ, ମାଟିର ଯୋଉ ଅଧିକାର, ସେଟା ରାଜସ୍ୱ ବିଭାଗ ନିର୍ଣ୍ଣୟ କରିଥାଏ। ଆପଣ ଦେଖିବେ, ଆଜି ଯେତେବେଳେ ଗୋଟେ ଲୋକଟି ତା ଜମି ବିକୁଛି ବା ଆର୍ଆର୍ର କରେକ୍ସନ ହଉଛି, ସେ ସମୟରେ ବହୁ ଅସୁବିଧା ତାକୁ ସମ୍ମୁଖୀନ ହେବାକୁ ପଡୁଛି। ଯଦିଓ ଇଏ ସରକାର ଆସିଲା ପରେ ମୋହନ ବାବୁ କହିଥିଲେ ମୋ ସରକାର ହେଉଛି ଲୋକଙ୍କ ସରକାର, କିନ୍ତୁ ପ୍ରକୃତରେ ସେୟା ନୁହେଁ। ଆପଣ ଦେଖିବେ ତଳ ଲେବୁଲରେ ଆପଣ ତାର ରେକର୍ଡସ ଅଫ୍ ରାଇଟ୍ ତାର ଇଏ ହେଇପାରୁନି, ସେ ଲୋକ ନାଁରେ ସଠିକ ଭାବରେ ନିର୍ଣ୍ଣୟ କରାଯାଇ ପାରୁନାହିଁ। ଏବଂ ଜମି କିଣା ବିକା ବେଳେ ଯୋଉ ସମୟରେ ଆମେ ତାକୁ କହିଥିଲୁ ଖୁବ୍ ଶୀଘ୍ର ଗୋଟେ ଦିନରେ ବି ତାକୁ ପଠା ଦିଆଯାଇପାରିବ, ଅତି ବେଶୀରେ 7 days ଭିତରେ ତାକୁ ପଠାଇ ଦିଆଯିବ, ସେ କଥା ମଧ୍ୟ ହେଇପାରୁନି। ଯାହା ଆମ ସମୟରେ ହେଇଥିଲା, ସେଟା ନବୀନ ବାବୁ ସମୟରେ ଯାହା ହେଇଥିଲା, ସେଟା ଆଜିକା ଦିନରେ ସେଟା ନୁହେଁ। ବହୁ ଅସୁବିଧାର ସମ୍ମୁଖୀନ ସେମାନେ ହଉଛନ୍ତି। ଏବଂ ଆଉ ଗୋଟେ କଥା ସେମାନେ ଆଣିଛନ୍ତି ଯେ ପାର୍ଟ ପ୍ଲଟ ବିକ୍ରି, ଗୋଟେ ଲୋକର ଗୋଟେ ଜାଗାରେ 1 ଏକର ଜମି ଅଛି କି ହାଫ ଏକର ଜମିଟେ ଅଛି, ତେଣୁ ତାକୁ ବିକ୍ରି କଲାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ଗୋଟେ କ୍ରିଟିକାଲ ଭିତରକୁ ସେମାନେ ପେଳି ଦେଇଛନ୍ତି ଲୋକଙ୍କର ଅଧିକାରକୁ। ତେଣୁ ସେତେବେଳେ ତା ଜମିଟି ସେ ବିକି ପାରୁନି, ୟା ତାର କିଛି ସଠିକ ନିୟମ ନାହିଁ, ସଠିକ ରୂପରେଖା ନାହିଁ ଯେ କୋଉ ବାଟ ଦେଇ ଗଲେ ସେ ତା ଜମିଟାକୁ ବିକି ପାରିବ। ଏଭଳି ବହୁ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ବର୍ଷ ଧରି ଲୋକଙ୍କର ରେକର୍ଡ ରୁମରେ କାଗଜ ପଡିକି ରହୁଛି, ଲୋକ ପଟ୍ଟା ପାଉନାହାନ୍ତି। ଆପଣ ଆଉ ଗୋଟେ କଥା ଦେଖିବେ, ଆମ ସରକାର ଥିଲାବେଳେ, ନବୀନ ବାବୁ ସରକାର ଥିଲାବେଳେ ଗରିବ ଲୋକମାନେ 4 ଡେସିମିଲ୍ ଜାଗା ପାଉଥିଲେ, ତହସିଲଦାର ତାଙ୍କୁ ଦେଇକି ଆସୁଥିଲା। ଏବଂ ଆଦିବାସୀ ଭାଇମାନଙ୍କ ପାଇଁ ଗୋଟେ ସ୍ୱତନ୍ତ୍ର ସୁବିଧା ଥିଲା, ଏଫଆର୍ଏ ପଟ୍ଟା ତାଙ୍କୁ ଦିଆହଉଥିଲା। ଆଜି ଦେଖିବେ ଏଫଆର୍ଏ ପଟ୍ଟାକୁ ସେମାନେ ବନ୍ଦ କରିଦେଇଛନ୍ତି। କାହିଁକି ବନ୍ଦ କରିଛନ୍ତି? ଏଫଆର୍ଏ ପଟ୍ଟା ଦେଲାବେଳେ ଜଙ୍ଗଲ ବିଭାଗ, ଫରେଷ୍ଟ ଡିପାର୍ଟମେଣ୍ଟ ଏବଂ ରେଭିନ୍ୟୁ ଡିପାର୍ଟମେଣ୍ଟଙ୍କର ଜଏଣ୍ଟ କୋଅର୍ଡିନେସନ ଆବଶ୍ୟକତା ଅଛି। ଏ କଥା ବି ହେଇପାରୁନି, ଯୋଉଥିପାଇଁ ଏଫଆର୍ଏ ପଟ୍ଟାକୁ ସାରା ଓଡ଼ିଶାରେ ସେମାନେ ବନ୍ଦ କରିଦେଇଛନ୍ତି। ଅପରପକ୍ଷରେ ବଡ ବଡ ପୁଞ୍ଜିପତି ମାନଙ୍କୁ ସେମାନେ ଜମି ଦେବାରେ ବ୍ୟସ୍ତ ଅଛନ୍ତି। ଇଏ ହେଉଛି ବଡ ଦୁର୍ଭାଗ୍ୟ ଏବଂ ଦୁଃଖଦାୟକ ଘଟଣା। ଏବଂ ଆଉ ଗୋଟେ କଥା ଦେଖିବେ, ନବୀନ ଚିତ୍ର ମୁଁ କହିବାକୁ ଚାହେଁ, ଜିତୁ ମୁଣ୍ଡା କେସ୍, ଏଇଟା ସାରା ଓଡ଼ିଶା ନୁହେଁ ସାରା ବିଶ୍ୱରେ ଆମକୁ ନିନ୍ଦିତ କରିଛି। ଜିତୁ ମୁଣ୍ଡା ଲିଗାଲ ହେୟାର ପାଇଁ ତା ଡେଡ୍ ବଡି କଙ୍କାଳକୁ ବୋହିକି ବ୍ୟାଙ୍କକୁ ଯିବା ପାଇଁ ପଡିଲା। ତାମାନେ ସେଇଠୁ ଆପଣ ଜାଣନ୍ତୁ ଯେ କେତେ ମାତ୍ରାରେ ତଳ ଲେଭେଲ ଅଫିସର୍ସ ମାନେ, ସେ ତହସିଲଦାର ହୁଅନ୍ତୁ, ସେ ଆର୍ଆଇ ହୁଅନ୍ତୁ, ସେ ଓମେନ୍ ହୁଅନ୍ତୁ, ସେ ରେଭିନ୍ୟୁ ସୁପରଭାଇଜର ହୁଅନ୍ତୁ, ତାକୁ ସେମାନେ ଲିଗାଲ ହେୟାର ଦେଇପାରିଲେ ନାହିଁ ବୋଲି ତା ଭଉଣୀର ଡେଡ୍ ବଡି କଙ୍କାଳକୁ ନେଇକି ବ୍ୟାଙ୍କକୁ ଯିବା ପାଇଁ ପଡିଲା। ଓଡ଼ିଶା ନିନ୍ଦିତ ହେଲା ଏ କେସରେ। ତେଣୁ ଲିଗାଲ ହେୟାର କୁହନ୍ତୁ, ଇନକମ ସାର୍ଟିଫିକେଟ କୁହନ୍ତୁ, ରେସିଡେନ୍ସ କୁହନ୍ତୁ, ତଳ ଲେଭେଲରେ ଏମାନେ ବିଭିନ୍ନ ଆଳ ଦେଖେଇକି ଦଉନାହାନ୍ତି। ଏବଂ ଆଉ ଗୋଟେ ଜିନିଷ ଆପଣ ଦେଖିବେ, ବହୁ ସମୟରେ ସବୁ ଅଫିସର, ସେ ତହସିଲଦାର ହୁଅନ୍ତୁ, ରେଭିନ୍ୟୁ ଅଫିସର ହୁଅନ୍ତୁ, ଆର୍ଆଇ ହୁଅନ୍ତୁ, ସୁପରଭାଇଜର ହୁଅନ୍ତୁ, ମାସ ଲିଭରେ ଏମାନେ ଯାଉଛନ୍ତି। ବିଭିନ୍ନ ସମୟରେ ଛୁଟିରେ ଏମାନେ ରହୁଛନ୍ତି। ବିଭିନ୍ନ ସମୟରେ ଯୋଉଥିପାଇଁ ଗାଁ ଲୋକଙ୍କ ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହଉଛି। ଆମ ପିଲାମାନେ ସେ କାଷ୍ଟ ସାର୍ଟିଫିକେଟ ହୁଅନ୍ତୁ, ଇନକମ ସାର୍ଟିଫିକେଟ ହଉ, ଅନ୍ୟାନ୍ୟ ସାର୍ଟିଫିକେଟ ହଉ, ଏସବୁ ପାଇବାରେ ସେମାନେ ବଞ୍ଚିତ ହଉଛନ୍ତି। ବିକଜ ଅଫିସର୍ସ ମାନେ ବହୁ ସମୟରେ ମାସ ଲିଭରେ ରହୁଛନ୍ତି, ଅଫିସର୍ସ ମାନେ ବହୁ ସମୟରେ ସେ ଜାଗାରେ ରହୁନାହାନ୍ତି ଏବଂ ସାଧାରଣ ଲୋକଙ୍କ ପାଖକୁ ସେମାନେ ଯାଉନାହାନ୍ତି। ଏଇ କଥା ମଧ୍ୟ ବିଭିନ୍ନ ସମୟରେ କଥା ମଧ୍ୟ ହଉଛି। ଆଉ ଗୋଟେ କଥା କହିବାକୁ ଚାହେଁ, ରାଜସ୍ୱ ବିଭାଗର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଏବଂ ଏଇ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ତାକୁ 2 ଭାଗରେ ଆମେ ବିଭକ୍ତ କରିପାରିବା। ଗୋଟେ ହେଉଛି ଲୋକଙ୍କର ଜମି ଜାଗାକୁ ସୁନିଶ୍ଚିତ କରିବା, ଠିକ ଲୋକଙ୍କୁ ତାର ଜମିର ଅଧିକାର ଦେବା, ଠିକ ସମୟରେ ତାକୁ ଦେବା ଏବଂ ଅନ୍ୟାନ୍ୟ ସାର୍ଟିଫିକେଟ ସମ୍ପର୍କୀୟ ମାଲିକାନା ଯୋଉ ଅଧିକାର, ଏସବୁ କଥା ନିର୍ଣ୍ଣୟ କରିବା। ଅପରପକ୍ଷରେ ହେଉଛି ଡିଜାଷ୍ଟର ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟ ମଧ୍ୟ ୟାକୁ କୁହାଯାଉଛି। ଏ ଡିପାର୍ଟମେଣ୍ଟ ମଧ୍ୟ ସେ ଡିଜାଷ୍ଟରଟାକୁ ସମ୍ମୁଖୀନ କରୁଛି, ଡିଜାଷ୍ଟରକୁ ମୁକାବିଲା କରୁଛି ଏ ବିଭାଗ। ତେଣୁ ଆପଣ ଦେଖିବେ, ଏଇ ଗତ ବର୍ଷ ମୁଁ ଯୋଉଠି ବସିଛି, ମୋର ଯୋଉଠି ଘର ବାଙ୍ଗିରିପୋଷି, ବାଙ୍ଗିରିପୋଷିରେ
हठात गोटे घूर्णिझड़ आसला बांग्रीपोषर विशु पर्यंत मारिगला विशुरे प्राय 99% घर माने भांगिक चुरमार करदेला से खड़ंगरा पंचायत कहतु विशु पंचायत कहतु अन्य जिते सब से पाखापाखि पंचायत गुड़ाक था मतलब छिन्न करदेला घर बाड़ी किसी नाला इवन बांग्रीपोषर किसी नाला। अच्छा मुझे कहना चाहे कौन एमने जानी ना कि या पूर्व गोटे पानीपाग विभाग ताको आकलन करे केते मात्रा वर्षा हम केते मात्रा पवन आसब घुंडी बायु हम केते परिवार माने बन्या बात्या पवन बेग केते हम एवं से हिसाब रे आमे डिजास्टर डिपार्टमेंट दुईटा काम करे गोटे डिपार्टमेंट गोटे हूँ बन्या बात्या आसवा पूर्व घुंडीझड़ आसवा पूर्व लोक एवोकेशन कराए गर्भवती महिला मान शिशु मान सुरक्षित जगह को निया जाए एवं से जगह रखिक खाद्य पेय पानीय मेडिकल ये सब व्यवस्था कराए। अन्य पक्षरे ये सब कथा है जो क्षयक्षतिर आकलन आम ऑफिसर्स मैंने अलर्ट होकर रही क्षयक्षतिर आकलन से तुरंत जो देवा कथा तुरंत देवे जो निहाती खाद्य पेय निहाती जो मेडिसिन अन्य कथा अच्छी से कार्यक्रम से करेंगे। तो ये कार्यक्रम गत वर्ष से फेल होती से विषय में सारसखंड निर्वाचन मंडली बांग्रीपोषी मो निर्वाचन मंडली मोर जन्ममाटी से फेल होती इवन यही वर्ष करंजिया सब डिविजन में टाक्ट इलाका हठात गोटे घूर्णिझड़ आसला एत जोर पवन है गोटे टेम्पो उड़े नहीं गोटे पोखरी पकईदेला से जगह स्पोर्ट गोटे लोकटे मरीगला। तेणु ये बर्तमान पर्यंत आम सरकार थिला नवीन बाबू थिला सांगे सांगे 4 लाख टंका तुरंत से लोक दिया बाकी औषध टू नहीं खाद्य पेय टू नहीं मेडिसिन टू नहीं सब डिपार्टमेंट अलर्ट रोते कि भाव में बन्या बात्या को मुकाबला बन्या परवर्ती अवस्था बात्या परवर्ती अवस्था और तार टर्नेडो परवर्ती अवस्था को किपरि भाव में रिलीफ रेस्टोरेशन कार्य सब कार्य होता एथर भी गत वर्ष जमी बांग्रीपोषी से फेल होते गत वर्ष जमी विश्व से फेल होते विश्व ब्लॉक हेडक्वार्टर सब घटना सारसखंड निर्वाचन मंडली और ए वर्ष करंजिया निर्वाचन मंत्री निर्वाचन मंडली से फेल होती लोक मरी बर्तमान लोक से सुविधा पाई घर बर्तमान भांगी जो तारपलिन दिया से तारपलिन जी मात्रा दिया कथा जो हिसाब से तारपलिन दिया जहाँ क्षयक्षति होता यथेष्ट नुहे। तेणु सरकार संपूर्ण भाव में फेल होती जो डिमडिम मारुंच सरकार ये 2 वर्ष जे से आम सक्सेसफुल करूँ डबल इंजिन सरकार अति सुंदर शासन कर नुहे एमाने बाहानाबाजी कर भाषणबाजी कर मीडिया विभिन्न सभा बड़ बड़ कथा कहते रंग मारिबा छड़ा ये सरकार किसी करना यहाँ ओडिशा दुर्भाग्य आम समस्त दुर्भाग्य। तेणु सरकार को सचेतन करने चाहे सरकार सीरियस हूँ सरकार लोकों काम करो।